एते चगला ହେଇଗଲାଣି ଯେ ସବୁ ଜିନିଷରେ ଜିଦି। ଆଉ ଛୋଟ ଛୁଆମାନେ ତ ଜାଣିଛନ୍ତି ଜିଦି କରିବେ। ସକାଳୁ ସକାଳୁ ଉଠିକି ସେ ତାର ନିଜେ ନିଜେ ବ୍ରସ୍ କରିକି ତାକୁ ଟିକେ ଫ୍ରେଶ୍ କରେଇକି ମୁଁ ଡ୍ରେସ୍ଟିଏ ପିନ୍ଧେଇ ଦେଇଥିଲି। ଡ୍ରେସ୍ ପିନ୍ଧି ସାରିଲା ପରେ ସେ ବହୁତ ଖୁସି। କାରଣ କ'ଣ ଜାଣିଛନ୍ତି, ପ୍ୟାଣ୍ଟଟା ପୁରା ନୂଆ ଥିଲା। ସେତେବେଳେ ନୂଆ ପ୍ୟାଣ୍ଟ ଦେଖିଲା ମୁଁ ବାହାର କଲି, ଦେଖିକି ଡ୍ରେସ୍ ପିନ୍ଧିଲା ବେଳକୁ ବହୁତ ଖୁସି। ଆଉ ସକାଳୁ ସକାଳୁ ମୋର ଟିକେ ନିତ୍ୟକର୍ମ ସାରିକି ମୁଁ ଏଠି ଚା ପିଇବା ପାଇଁ ବସିଲି। ଆଉ ସକାଳୁ କ'ଣ ଟିକେ ଥଣ୍ଡା ଥଣ୍ଡା ପଡ଼ୁଛି ଯେହେତୁ ଟିକେ ଚା ପିଇଦେଲେ ଭଲ ଲାଗୁଛି। ମୋର ଏମିତି ଟିକେ ଅଭ୍ୟାସ ହେଇଗଲାଣି ଚା ପିଇବା ଅଭ୍ୟାସ। ଆଉ ମୁଁ ଚା ପିଇକି ଟିକେ ଆଡ଼େ କ'ଣ କାମ ସାରିଲା ବେଳକୁ କ୍ରିସୁର ଚଗଲାମି ଏତେ ଯେ ତାକୁ ଏତେ ସମ୍ଭାଳିବାକୁ ପଡ଼ୁଛି। ୟା ଭିତରେ ବେଳାର ଖାଇବା ପ୍ରିପାରେସନ୍ ହେଇଯାଇଥିଲା। ଥିଲା ଭାତ, ଡାଲି, ଟମାଟୋ ଖଟା, ପୋଟଳ ଆଳୁ ତରକାରୀ, ଶାଗ, ଆଳୁ ଭର୍ତ୍ତା ଆଉ ଦହି। ବାସ୍ ଖାଇବାଟା ଜମିଲା। ଆଉ ତା ଭିତରେ ଦହିଟା ଥିଲା ମୋର ପ୍ରିୟ ଜିନିଷ। ଆମେ ଖାଇବା ଭିତରେ ଝିଅ ମଧ୍ୟ ଶୋଇପଡ଼ିଲାନି। ମୁଁ ତାକୁ ଖୁଆଇ ଦେଇକି ବେଡ଼୍ରେ ଗଡ଼େଇ ଦେଇକି ଆସିଛି। ମୁଁ ତାକୁ କହିଲି କ୍ରିସୁ ତୁ ଶୋ, ମୁଁ ମୋର ଖାଇକି ଆସେ। ପ୍ରତ୍ୟେକ ଦିନ ଏଇଆ ହିଁ ହୁଏ। ମୁଁ ତାକୁ ଖୁଆଇଦିଏ ଆଉ ବେଡ଼୍ରେ ଛାଡ଼ିଦିଏ, ସେ ନିଜେ ନିଜେ ଶୋଇପଡ଼େ। ଖାଇସାରିଲା ପରେ ମୁଁ ବି ଯାଇଥିଲି ଶୋଇବା ପାଇଁ। ରହୁଛି, ଦେଖା ହବ ନେକ୍ସଟ।